नमस्कार बंधुगण आपणको आम चैनल को स्वागतम। आज आम कर्कट राशि व्यक्ति मानक पई विशेष राशिफल विषय रे अनेक सूचना करिबा। कर्कट राशि अधिक प्रति ग्रह होउछंती चंद्र। एही कारणरू आपण माने भावव्रण दयालु एवं परिवार प्रति अनित्य ସେହି ଶୀଳ ହେଇଥାନ୍ତି। ଆସନ୍ତା ସମୟରେ ଆପଣଙ୍କ ଜୀବନ କିଛି ସଲକମ ପରିଶ୍ରମ ଓ ଦେଖାଯିବ। ପ୍ରଥମେ କଥା ହେବା ଧନ ସମ୍ପତ୍ତିର। ଦିନ ଦିନ ଧରି ଯେଉଁ ଅଟକିଥିବା ସମୟ ଚାଲିଥିଲା ସେଥିରେ ଧୀରେ ଧୀରେ ମୁକ୍ତି ମିଳିପାରେ। ନୂତନ ଆୟ ରାସ୍ତା ଖୋଲିପାରେ। ଅଟକିଥିବା ଟଙ୍କା ଫେରି ପାରିବେ। ସମୟ ମଧ୍ୟ ରହିଛି। ଚାକିରି କ୍ଷେତ୍ରରେ ଭଲ ରଖିବ ମିଳିପାରେ। ଅଧିକାରୀମାନେ ଆପଣଙ୍କ କାମକୁ ପ୍ରଶଂସା କରିବେ। ପ୍ରାଧାନ୍ୟ କିମ୍ବା ଦୟତି ବୁଦ୍ଧି ଯୋଗ ରହିଛି। ଯେଉଁମାନେ ନୂଆ ଚାକିରି ଖୋଜୁଛନ୍ତି ସେମାନଙ୍କୁ ଯୋଗ ମିଳିପାରେ। ବ୍ୟବସାୟ କରୁଥିବା ବ୍ୟକ୍ତି ପାଇଁ ସମୟ ଶୁଭ ରହିବା। ନୂତନ ଗ୍ରାହକ ମିଳିବ। ଏବେ ଲାଭ ବୃଦ୍ଧି ପାଇବ। ତେବେ କୌଣସି ବଡ଼ ନିଶା କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରନ୍ତୁ। ପାରିବାରିକ ଜୀବନ ସୁଖ ଓ ସାନ୍ତ୍ୱନା ବୟ ରହିବ। ଘରେ କୌଣସି ଶୁଭ କାର୍ଯ୍ୟରେ ଯୋଗ ରହିଛି। ବଡ଼ମାନଙ୍କ ଆଶୀର୍ବାଦ ଆପଣଙ୍କ ଆଗକୁ ବଢ଼ିପାରେ। ସହଯୋଗ କରି ଦର୍ଶକ ବନ୍ଧୁ ଆପଣମାନଙ୍କୁ ବୁଝାଲୁ। ଦର୍ଶକ ବନ୍ଧୁ ତ ଆପଣମାନେ ଇ ବାବଦେ ଆପଣମାନେ କାମ କରିବେ ତ ନିଶ୍ଚୟ ଆଗକୁ ବଢ଼ିବେ। କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଏହି ସମୟରେ ଅନେକ ଶୁଭ ସଂକେତ ନେଇ ଆସିଛୁ। ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ସଫଳତା ମିଳିପାରେ। ପରିଶ୍ରମରେ ସୁଖ ଓ ସାନ୍ତ୍ୱନା ବୃଦ୍ଧି ପାଇଁ ବନ୍ଧୁ ଓ ଆମଙ୍କ ସହଯୋଗ ମିଳିବ। ଆର୍ଥିକ କ୍ଷେତ୍ର ଲାଭ ସମୟମାନ ରହିଛି। ନୂତନ ଯୋଜନା ଆପଣଙ୍କ ଆଗ୍ରହ ବଢ଼େଇବ। ବ୍ୟକ୍ତି ସମୟ ମାନେ ଭଲ ଲାଭ ପାଇବେ ରହନ୍ତି। ଚାକିରି କରୁଥିବା ବ୍ୟକ୍ତି ପାଇଁ ଉନ୍ନତି ଯୋଗ ରହିଛି। ପ୍ରଥମେ ଓ ଜୀବନରେ ମଧୁରତା ବଢ଼ିବା। ଜୀବନ ସଙ୍ଗୀତ ସହ ସମ୍ଭ୍ରମ ଆହୁରି ହୃଦ ହେବ। ଛାତ୍ରଛାତ୍ରୀଙ୍କ ମାନେ ପଢ଼ା ଭଲ ଫଳ ପାଇବେ। ଦର୍ଶକ ବନ୍ଧୁ ଛାତ୍ରଛାତ୍ରୀ ମାନେ ଭଲ ପଢ଼ାରେ ଧ୍ୟାନ ଅଛନ୍ତି ଆଉ ଆପଣମାନଙ୍କୁ ସ୍ୱାଗତ କରୁ। ସାଧାରଣତଃ ଭଲ ରହିବେ ତଥା ଖାଦ୍ୟପାନ ଓ ବିଶ୍ରାମତ୍ର ଉପରେ ଧ୍ୟାନ ଦିଅନ୍ତୁ। ସକାଳେ ଭଗବାନଙ୍କ ଶିବଙ୍କ ନାମ ଜପ କରି ଶୁଭ ଫଳ ପାଆନ୍ତୁ। ଆଜିର ଶୁଭ ସଂଖ୍ୟା ରଙ୍ଗ ହେଉଛି ଧଳା। ଆଜିର ଶୁଭ ସଂଖ୍ୟା ହେଉଛି 2। ଦର୍ଶକ ବନ୍ଧୁ ଆପଣମାନେ ଯଦି ଭିଡ଼ିଓ ଯଦି ଭଲ ଲାଗେ ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରବାଟା ନେଇ ଭୁଲବେ। ଆଉ ଚ୍ୟାନେଲକେ ସବସ୍କ୍ରାଇବ୍ କରବା ନେଇ ଭୁଲବେ। ଦର୍ଶକ ବନ୍ଧୁ ଆପଣମାନକେ ଆଉ ଆପଣମାନଙ୍କର ଯୁଗ କେତେ ଅଛେ, କେନ୍ ରାହୁ ଅଛେ, କେନ୍ ଶନି ଅଛେ, କେନ୍ ଆଡ଼ ଯୁଗ ଅଛେ, କେନ୍ ଆଡ଼ ଯୁଗ୍ନି ଅଛେ ଆପଣଙ୍କ ସବୁ ବୁଝାମା। ଦର୍ଶକ ବନ୍ଧୁ ଯୁଗ୍ନି ଆପଣଙ୍କ ଯୁଗ୍ନି ଉତ୍ତର ଦିଗରେ ରାତ୍ର 22 ମିନିଟ୍ 25 ମିନିଟ୍ ପର୍ଯ୍ୟନ୍ତ, ତାପରେ ଅଗ୍ନି କୁଣ୍ଡଳୀରେ ଥିଲେ ତଥା ଜ୍ୟେଷ୍ଠ ଶୁକ୍ଳ ପକ୍ଷ 16/6/2024 4:31 AM ମଙ୍ଗଳବାର ଠାରୁ ବୁଧବାର 17/6/2024 12:25 AM ବୁଧବାର ପର୍ଯ୍ୟନ୍ତ ନକ୍ଷତ୍ର ଅନ୍ଦ୍ର ନକ୍ଷତ୍ର
15 ଜୁଲାଇ 2024 ବୁଧବାର କର୍କଟ ରାଶି ଶ୍ରାବଣ 10:32 ସଂକ୍ରାନ୍ତ 24-23 ଯୋଗିନୀ ପୂର୍ବେ ଦିଗରେ ସକାଳ 22:25 ପର୍ଯ୍ୟନ୍ତେ, ତାପରେ ଉତ୍ତର ଦିଗରେ ନକ୍ଷତ୍ର ପୁଷ୍ପ ନକ୍ଷତ୍ର 15/7/2024 12:09 AM ବୁଧବାର ଠାରୁ 15/7/2024 9:46 PM ବୁଧବାର ଠାରୁ ପର୍ଯ୍ୟନ୍ତେ ଯୋଗିନୀ ରହିଛି। ହରଣ ଯୋଗ 14/7/2024 15:11:26 AM ମଙ୍ଗଳବାର ଠାରୁ 15/7/2024 8:04 AM ବୁଧବାର ପର୍ଯ୍ୟନ୍ତେ। ବଜ୍ର ଯୋଗ 15/7/2024 8:04 ବୁଧବାର ଠାରୁ 16/7/2024 ଗୁରୁବାର ପର୍ଯ୍ୟନ୍ତେ। କରଣ 15/7/2024 1:30 AM ବୁଧବାର ଠାରୁ 15/7/2024 10:18 PM ବୁଧବାର ପର୍ଯ୍ୟନ୍ତେ। କର୍କଟ ରାଶି ନକ୍ଷତ୍ର ପାଦ। ଦର୍ଶକ ବନ୍ଧୁ, ଆପଣମାନଙ୍କୁ ତ ଆମେ ଗୋଟେ ଗୋଟେ କରି ବୁଝେଇ ଦେଉଛୁ ଦର୍ଶକ ବନ୍ଧୁ, ତ ଆପଣମାନେ ବୁଝିପାରୁଥିବେ। ଆପଣମାନଙ୍କ ରିପ୍ଲେ କରି ନେଇ ଶୁଣାଉ ଆଉ ତଲକା ହେମା ଦର୍ଶକ ବନ୍ଧୁ। ଆଉ ଆପଣମାନେ ଭିଡ଼ିଓକେ ସବସ୍କ୍ରାଇବର କରବାର ନାଇଁ ଭୁଲବେ। ଆଉ ଗୋଟେ କମେଣ୍ଟରେ ଜୟ ଜଗନ୍ନାଥ ଲେଖବାର ନାଇଁ ଭୁଲବେ ଦର୍ଶକ ବନ୍ଧୁ। ଆଉ କମେଣ୍ଟରେ ଆପଣମାନଙ୍କ ମତାମତ ବି ଜଣାବାର ନାଇଁ ଭୁଲବେ ଦର୍ଶକ ବନ୍ଧୁ। ଆଉ ଗୋଟେ ଭିଡ଼ିଓ ଗୋଟେ ଲାଇକ୍ କରିବେ, କମେଣ୍ଟ କରିବେ, ସେୟାର କରିବେ, ଆଉ ଗୋଟେ ସବସ୍କ୍ରାଇବର କରିବାର ନାଇଁ ଭୁଲବେ ଆପଣଙ୍କୁ ଅନୁରୋଧ କରି କହୁଛୁ। ଆଉ 2 ପାଦ ପୁରୁଷ 1:55 AM ପର୍ଯ୍ୟନ୍ତେ, 3 ପାଦ ପୁରୁଷ 4:20 PM ପର୍ଯ୍ୟନ୍ତେ, 4 ତଥା ପାଦ ପୁରୁଷ 9:46 PM ପର୍ଯ୍ୟନ୍ତେ, 2 ପାଦ ଅଙ୍ଗ ଶେଷ 3:15 AM ପର୍ଯ୍ୟନ୍ତେ। ଦର୍ଶକ ବନ୍ଧୁ, ଆପଣମାନଙ୍କ ସବ ବୁଝେଇ ଦେଇ ସାରିଲୁ ଦର୍ଶକ ବନ୍ଧୁ। ତ ଆପଣମାନେ ଭିଡ଼ିଓକେ କାଟିକରି ନେଇ ଦେଖିବେ, ଆଉ ଭିଡ଼ିଓକେ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଦର୍ଶକ ବନ୍ଧୁ। କାଟି ଦେଖିଲେ ତ ଆପଣମାନେ ବୁଝି ନେଖା ନେଇପାରନ୍। ସେଥିର୍ଲାଗି ଭିଡ଼ିଓକେ ଆପଣମାନେ ଭଲ କରି ଦେଖିବେ ଆଉ ଲାଷ୍ଟ ପର୍ଯ୍ୟନ୍ତ ଦେଖିବେ ଦର୍ଶକ ବନ୍ଧୁ। ଆଉ ଭିଡ଼ିଓକେ ସ୍କ୍ରିନ୍ କରିକି ନେଇ ଦେଖିବେ ଲାଷ୍ଟ ପର୍ଯ୍ୟନ୍ତ ଆପଣମାନେ ଦେଖିବେ ଭିଡ଼ିଓକେ, ତାପରେ ଯେ ବୁଝିପାରିବେନି ତ ବୁଝି ନେଇ ପାରନ୍ ଦର୍ଶକ ବନ୍ଧୁ। ଆପଣମାନକେ ଆମେ ରାଶିଫଳର ଆପଣମାନଙ୍କର সব বুঝে দিয়েছু। এনে কর্কট রাশির ব্যক্তি মানকে দর্শক বন্ধু আমি সব বুঝে দিয়েছু। তার মানে কি কালকর দিনে কাଣା অছে, কেনাড় যুগ রহবা কেনাড় কাଣା অছে আমি সব বুঝে দিই দর্শক বন্ধু। ভিডিওকে কাটি করে নেই দেখবে, লাস্ট পর্যন্ত দেখবে। আর আপনার সাংসাথীকে শেয়ার করবা লাগে নেই ভুলবে। ଆଉ ଚ୍ୟାନେଲକେ ସବସ୍କ୍ରାଇବର କରବା ଲାଗି ନାଇଁ ଭୁଲବେ, କମେଣ୍ଟ କରବାର ନାଇଁ ଭୁଲବେ, ସେୟାର କରବାର ନାଇଁ ଭୁଲବେ। ରହିଲୁ, ନମସ୍କାର ଦର୍ଶକ ବନ୍ଧୁ। ଭିଡ଼ିଓକେ ଗୋଟେ ସବସ୍କ୍ରାଇବର କରବାର ନାଇଁ ଭୁଲବେ।